জয় জগন্নাথ। জয় জগন্নাথ। এই ভালো কথা মনে রখ। এই আলোচনা করিবা স্থূଳ ସୂକ୍ଷ୍ମ ବିଚାର। ସ୍ଥୂଳ ସୂକ୍ଷ୍ମ ବିଚାର କହିବାର କଥା କଣ? ବର୍ତ୍ତମାନ ସମାଜରେ ତମେ ଦେଖ, କିଛି ବ୍ୟକ୍ତି ସ୍ଥୂଳକୁ ସମ୍ମାନ ଦିଅନ୍ତି, କିଛି ବ୍ୟକ୍ତି ସୂକ୍ଷ୍ମକୁ ସମ୍ମାନ ଦିଅନ୍ତି, କିଛି ବ୍ୟକ୍ତି ସ୍ଥୂଳକୁ ମାନନ୍ତି ନାହିଁ, କିଛି ବ୍ୟକ୍ତି ସୂକ୍ଷ୍ମକୁ ମାନନ୍ତି। ବୁଝିଯାଉଛି? ବହୁତ ଧର୍ମାପନ୍ଥୀ ଏମିତି ଅଛନ୍ତି, କିନ୍ତୁ ମନେ ରଖ ସ୍ଥୂଳ ସତ୍ୟ, ସୂକ୍ଷ୍ମ ମଧ୍ୟ ସତ୍ୟ। ସତ୍ୟ ହେଲା। ସୂକ୍ଷ୍ମ ବାଦଟା ହଉଛି ସହଜ, କିନ୍ତୁ ସ୍ଥୂଳ ବାଦଟା ହଉଛି କଷ୍ଟ। ବୁଝିବ? ଆମେ ମର୍ତ୍ତ୍ୟ ମଣ୍ଡଳରେ ଜନ୍ମ ହେଇଛେ, ଭଗବାନ ଆମକୁ ସୃଷ୍ଟି କରୁଛନ୍ତି, ଦୁଇଟା ଆଖି ଦେଇଛନ୍ତି। କାହିଁ ଦେଇଛନ୍ତି? ସବୁ ଦେଖିବାକୁ, ଜାଣିବାକୁ, ଅନୁଭବ କରିବା। ଯଦି ଆମେ ଯୋଗାଗ୍ରସ୍ତ ହବା, ଆଉ ଏ ଆଖିରେ ଦେଖିପାରିବା? ଦେଖିପାରିବା। କାହିଁକି କହୁଛୁ? ସ୍ଥୂଳ ଯଦି ନଥାନ୍ତା ସୂକ୍ଷ୍ମକୁ କେହି ଜାଣନ୍ତେ ନାହିଁ, ସୂକ୍ଷ୍ମ ଯଦି ଥାନ୍ତା ସ୍ଥୂଳକୁ କେହି ଜାଣନ୍ତେ ନାହିଁ। ପାପ ନଥିଲେ ପୂର୍ଣ୍ଣ କେହି ଜାଣିବେନି, କି ପୂର୍ଣ୍ଣ ଥିଲେ ପାପ କେହି ଜାଣିବେ। ଦିନ ଯଦି ନଥାନ୍ତା ରାତି କେହି ଜାଣିନଥାନ୍ତେ, ଯଦି ରାତି ନଥାନ୍ତା ଦିନ କେହି ଜାଣିନଥାନ୍ତେ। ପରସ୍ପର ପରିପୂରକ। ଯେଉଁମାନେ ସ୍ଥୂଳକୁ ସମ୍ପୂର୍ଣ୍ଣ କାଟି ଦିଅନ୍ତି ସେଟା ଠିକ ନୁହେଁ, ମାନେ ବେଦ ବେଦାନ୍ତକୁ କାଟି ଦିଅନ୍ତି। କିଛି ବ୍ୟକ୍ତି ନିର୍ବେଦଟାକୁ ବି କାଟି ଦିଅନ୍ତି। ବୁଝିଲୁ? ଆର ତାରତମ୍ୟ ବାସ୍ତବ ମତରେ ମନେ ରଖିଥାଅ, ସ୍ଥୂଳ ହଉଛି ସତ୍ୟ। ହେଲା। ଯେତେବେଳେ ଭଗବାନ ଆମକୁ ଜନ୍ମ ଦେଲେ, ଆମକୁ ଦିଟା ନେତ୍ର ଦେଇଛନ୍ତି ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ। ବୁଝିଲୁ? କଳିଯୁଗରେ ପ୍ରଭୁ ଅରୂପ ହେଇକି ଅଛନ୍ତି, ରୂପ ଥାଇ ରୂପ ନାହିଁ। ବୁଝିଲ? ଯେପରି ସୋରିଷ ଭିତରେ ତେଲ ଥାଏ, ଯେପରି କ୍ଷୀର ଭିତରେ ଘିଅ ଥାଏ, ସେମିତି ଅରୂପ ଭିତରେ ସ୍ୱରୂପ ଅଛି। ସେ ସ୍ୱରୂପ ଦର୍ଶନ କରିବା ପାଇଁ ଜନ୍ମେ ଜନ୍ମେ ମୁନି ଋଷି ମାନେ ତପସ୍ୟାରତ ରହନ୍ତି। ତପସ୍ୟାରତ କାହିଁ ରହନ୍ତି? ତପସ୍ୟା କରି ତାଙ୍କ ମନଟାକୁ ଏକାଗ୍ରତା କରିବା ପାଇଁ। ଯାବତ ମନୁଷ୍ୟର ମନର ଏକାଗ୍ର ଭାବ ନ ହେଇଛି, ସେ ପର୍ଯ୍ୟନ୍ତ ସେ ବିଭୁଙ୍କୁ ପାଇପାରେ ନାହିଁ। ଆଉ ଗୋଟିଏ ମୂର୍ଖ ହେଲେ ମଧ୍ୟ ତାର ଯଦି ଏକାଗ୍ର ପଳେଇ ଯାଇଛି, ସେ ପ୍ରଭୁଙ୍କୁ ପାଇବ। ବୁଝିପାରୁଛ? ମନୁଷ୍ୟ ବାସ୍ତବ ମତରେ କଣ ହୁଏ? ସଦାସର୍ବଦା ଚେଷ୍ଟା କରିବା କଥା, ପ୍ରଭୁ ମୋତେ ଦିଟା ଆଖି ଦେଇଛନ୍ତି, ମୁଁ ଏ ଆଖି ଦିହରେ ଅରୂପ ଦିହରେ ସ୍ୱରୂପ ଦର୍ଶନ କରିବି। ସେଇଟା ବି ଚିନ୍ତା କରନ୍ତି ନାହିଁ। ବୁଝିପାରୁଛ? ସହଜ ସୁବିଧା ବିଷୟ କଣ ନା ଯୋଗ ଧ୍ୟାନ। ଯୋଗ କରନ୍ତି, ପବନ ବୁଝନ୍ତି ନା ନାଇଁ? ପ୍ରାଣାୟାମ ସୂତ୍ରରେ ବସନ୍ତି, କିଏ ହଂସ ସୂତ୍ରରେ ବସନ୍ତି। ବସି କଣ କରନ୍ତି? ଏକାଗ୍ର ଭାବରେ କଣ କରନ୍ତି? ଲୟ କର ଲୟ କରେ ପାଇବ ହେତୁ ଦ୍ୱାରେ। ରାଧାକୃଷ୍ଣ ଖେଳୁଛନ୍ତି, ଦେଖନ୍ତି ଗୁରୁ ପଳେଇବେ।
କହିଲେ ଏକାଗ୍ର ଭାବରେ ପ୍ରଭୁ କ'ଣ କରୁଛନ୍ତି? ଧ୍ୟାନସ୍ଥ ହେଇକି ଅଛନ୍ତି। ତମେ ଲୟ କର, ତାହାକୁ ନିଶ୍ଚୟ ପାଇବ ଏକାଗ୍ର ଭାବରେ। କାହିଁକି? ତେଣୁ ମନୁଷ୍ୟର ଏକାଗ୍ର ପାଇକି ମଣିଷ କ'ଣ କରେ? ଯୋଗ କରେ ବା ଧ୍ୟାନସ୍ଥ ହୁଏ। ସେଥିପାଇଁ କି ମହାପୁରୁଷମାନେ ମଧ୍ୟ କହିଛନ୍ତି, ଯାହାର ମନ ଅଟେ ସରୁ ନିଶ୍ଚୟ ପାଇବ କଳ୍ପତରୁ। ଏ ମନ ସରୁ ପାଇଁକି ମନୁଷ୍ୟ ଯୋଗ ଧ୍ୟାନ କରେ। କିନ୍ତୁ ବାସ୍ତବ ମତରେ ମନେ ରଖ ଛୁଆ, ସବୁବେଳେ ତମକୁ କହୁଛୁ ଚେଷ୍ଟା କର ଅରୂପ ଧ୍ୟାନରେ ସ୍ୱରୂପ କେମିତି ଦର୍ଶନ କରିବ। କେମିତି? ମୀରାବାଇ କାଠ କଣ୍ଢେଇଟା ସିଏ ମଧ୍ୟ ଜିଅନ୍ତା କୃଷ୍ଣ ହେଇଗଲା। ବୁଝିହଉଛି? ମାଣିକ ଗୌରୀ, ଜଗନ୍ନାଥଙ୍କ କଥା, କାଞ୍ଚି ଅଭିଯାନ, ସେ ଦାରୁଭୂତ ମୁରାରୀ ଅରୂପାନନ୍ଦ ହେଇକି ବସିଛନ୍ତି। ସ୍ୱରୂପ ହେଇଗଲେ ଦି ଭାଇ ଯାକ ଯୁଦ୍ଧ କରିବାକୁ ପଳେଇଲେ। ଏମିତି ଅନେକ ମହାପୁରୁଷ ଠାକୁରଙ୍କର ସ୍ୱରୂପକୁ ଦର୍ଶନ କରୁଛନ୍ତି। ବୁଝିହଉଛି? ତେଣୁ ତମମାନଙ୍କୁ କହୁଛୁ, ତମେ ସଦାସର୍ବଦା ଚିନ୍ତା କର ସ୍ୱରୂପ ଦର୍ଶନ। ଜଗନ୍ନାଥ କ'ଣ ତା ସ୍ୱରୂପକୁ ଦର୍ଶନ ଯଦି କରିପାରିବ, ତାହେଲେ ମନୁଷ୍ୟ ଜୀବନ ସାର୍ଥକ ହବ। ଯାବତ ତମେ ସ୍ୱରୂପ ଦର୍ଶନ ନ କରିପାରିଛ, ସେ ଯେତେ ଯୋଗ ତପ କରୁଛୁ କରୁଥା, କେତେ ଜନ୍ମ ବହିଯିବ ତା ଠିକ ନାହିଁ। ସେଥିପାଇଁ ଗୋଟେ ପଦ ମନେ ପଡ଼େ, ସ୍ଥୂଳ ସୂକ୍ଷ୍ମ ବିଚାରରେ, ସ୍ଥୂଳରେ ଆସିଛୁ, ସ୍ଥୂଳରେ ଖେଳୁଛୁ, ସ୍ଥୂଳରେ କର ଦର୍ଶନ। ଏ ମନ ପୁରୁଷ, ସ୍ଥୂଳରେ ଆସିଛୁ, ତୁ ଶରୀର ଧରିଛୁ, ହାଡ଼ ମାଂସ ରକ୍ତରେ ଗଢ଼ା ହେଇଛୁ, ସ୍ଥୂଳରେ ଖେଳୁଛୁ, ସଂସାର ମଧ୍ୟରେ ଖେଳୁଛୁ, ସ୍ଥୂଳରେ କର ଦର୍ଶନ, ଠାକୁରଙ୍କୁ ଆଖିରେ ଦେଖ। ଅରୂପ ଭିତରେ ସ୍ୱରୂପ ଲୁଚି ରହିଛି, ତାକୁ ତୁ ଦର୍ଶନ କର। ସ୍ଥୂଳ ହୁଡ଼ିଗଲେ କି ଲାଭ ମିଳିବ? ମୂଳ ପଥଟି ନିର୍ମଳ। କହିଲେ ସ୍ଥୂଳକୁ ହୁଡ଼ିଗଲେ କିଛି ମିଳିବ ନାହିଁ। ସ୍ଥୂଳ ପଥଟି ନିର୍ମଳ। ସ୍ଥୂଳ ହଉଛି ସଦା ସର୍ବଦା ମାନେ ପବିତ୍ର। ସ୍ଥୂଳକୁ ଦର୍ଶନ କରିବାକୁ ଚେଷ୍ଟା କର। ସ୍ଥୂଳକୁ ପାଇବୁ, ସ୍ଥୂଳକୁ ପାଇବା ପାଇଁ କେତେ ଜନ୍ମ ଯାଏ ବହି, ଯୋଗ ଧ୍ୟାନ କରୁଛନ୍ତି ସାଧୁ ସନ୍ତ ସଦା। ସେଇ ସ୍ଥୂଳ ରୂପକୁ ଟିକେ ଦର୍ଶନ କରିବା ପାଇଁ ଯୋଗ ଧ୍ୟାନ କେତେ ସାଧୁ ସନ୍ତ ଯୁଗ ଯୁଗ ଧରି ତପସ୍ୟା କରୁଛନ୍ତି। ସ୍ଥୂଳ ବିନା ଗତି ନାହିଁ, ସ୍ଥୂଳ ବିନା ମୁକ୍ତି ନାହିଁ, ସ୍ଥୂଳ ବିନା ସଂସାରରେ ନାହିଁ ନିର୍ବାଣ। ଯେ ପର୍ଯ୍ୟନ୍ତ ତମେ ସ୍ଥୂଳ ରୂପକ ବିଭୁଙ୍କର ଦର୍ଶନ ନ କରିଛ, ତାପତ ନିର୍ମାଣ ନାହିଁ। କଳିଯୁଗରେ ଆଉ ଜଣେ ଦର୍ଶନ କରିଥିଲେ, କିଏ କହିଲେ ନା? ଠାକୁର ଅଭିରାମ ପରମହଂସ। ତାଙ୍କର ଗୋଟେ କଲମ କରିଛନ୍ତି, ଗୋଟେ ଭଜନ ଜାଣିଛୁ ନା? ଆଜି କି ଆନନ୍ଦ ବେଳରେ ମୁଁ ଯେ ପ୍ରଭୁଙ୍କୁ କରିଲି କୋଳ। ସିଏ ଦିନେ ସ୍ୱୟଂ ନାରାୟଣଙ୍କୁ କୋଳରେ ମଧ୍ୟ ଧରିଥିଲେ। ସେମିତିଆ ପୁରୁଷ କାହା? ବୁଝିହଉଛି ନା? ତେଣୁ ତମକୁ ବାରମ୍ବାର କହୁଛୁ, ମେଘଦାଇ ଜାଣି ତମକୁ ବାରମ୍ବାର କହୁଛୁ, ସବୁବେଳେ ସ୍ଥୂଳଟାକୁ ଅନୁସରଣ କର। ଥରେ ଯଦି ସ୍ଥୂଳ ବାହାଦର ଦର୍ଶନ ହେଇଗଲା, 7 ଜନ୍ମ ତପସ୍ୟା ସାର୍ଥକ ହେଇଗଲା। ମୋର ଆନନ୍ଦ କବା ହରି ବୋଲ, ଜୟ ଜଗନ୍ନାଥ।